ଆଜି ଆମେ ଆଲୋଚନା କରିବା ଓଡ଼ିଆ ବ୍ୟାକରଣର ସନ୍ଧି ବିଷୟରେ। ସନ୍ଧି କାହାକୁ କହନ୍ତି? ପ୍ରଥମେ ଦେଖିବା। ପ୍ରଥମ ଶବ୍ଦର ଶେଷ ବର୍ଣ୍ଣ ଓ ଦ୍ୱିତୀୟ ଶବ୍ଦର ପ୍ରଥମ ବର୍ଣ୍ଣର ମିଳନକୁ ସନ୍ଧି କହନ୍ତି। ତାହେଲେ ସନ୍ଧି କାହାକୁ କହନ୍ତି? ପ୍ରଥମ ଶବ୍ଦର ଶେଷ ବର୍ଣ୍ଣ ଓ ଦ୍ୱିତୀୟ ଶବ୍ଦର ପ୍ରଥମ ବର୍ଣ୍ଣ ଯେତେବେଳେ ମିଶେ ବା ମିଳନ ହୁଏ ତାହାକୁ କ'ଣ କହନ୍ତି? ସନ୍ଧି। ପ୍ରଥମ ଶବ୍ଦର ଶେଷ ବର୍ଣ୍ଣ ଆଉ ଦ୍ୱିତୀୟ ଶବ୍ଦର ପ୍ରଥମ ବର୍ଣ୍ଣର ମିଳନ। ସନ୍ଧି ତିନି ପ୍ରକାର। ସନ୍ଧି କେତେ ପ୍ରକାର? ତିନି ପ୍ରକାର। କ'ଣ କ'ଣ? ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି, ବିସର୍ଗ ସନ୍ଧି। ସ୍ୱର ସନ୍ଧି କାହାକୁ କହନ୍ତି ଦେଖିବା। ପରସ୍ପର ସନ୍ନିହିତ ଦୁଇଟି ସ୍ୱର ବର୍ଣ୍ଣର ମିଳନକୁ ସ୍ୱର ସନ୍ଧି କହନ୍ତି। ସ୍ୱର ସନ୍ଧି ଅର୍ଥ ସ୍ୱର ବର୍ଣ୍ଣର ମିଳନ। ସନ୍ନିହିତ ଅର୍ଥ ଦୁଇଟି ସ୍ୱର ବର୍ଣ୍ଣ ଲାଗିକି ରହିଥିବ ଏବଂ ତାର ମିଳନରେ ଯେଉଁ ସନ୍ଧି ହେବ ତାହାକୁ ସ୍ୱର ସନ୍ଧି ବୋଲି କୁହାଯିବ। ଅ ଯୁକ୍ତ ଅ ସମାନ ଆ। ପ୍ରଥମ ଶବ୍ଦର ଶେଷ ବର୍ଣ୍ଣ ଅ, ଦ୍ୱିତୀୟ ଶବ୍ଦର ପ୍ରଥମ ବର୍ଣ୍ଣ ଅ ହୋଇଥିଲେ ତାର ସନ୍ଧି ହେଲେ ସନ୍ଧି ଶବ୍ଦଟି ଆ ବୋଲି ଉଚ୍ଚାରିତ ହେବ। ଦେଖିବା। ଶସ ଯୁକ୍ତ ଅଙ୍କ ସମାନ ଶଶାଙ୍କ। ଏଠାରେ ଶସ ପ୍ରଥମ ଶବ୍ଦ, ଅଙ୍କ ଦ୍ୱିତୀୟ ଶବ୍ଦ। ପ୍ରଥମ ଶବ୍ଦର ଶେଷ ବର୍ଣ୍ଣ ହେଉଛି ତାଲବ୍ୟ ସ ଲାଷ୍ଟକୁ ଅ ବୋଲି ଉଚ୍ଚାରଣ ହେଉଛି ଅ ଆସିଲା। ଅଙ୍କରେ ମଧ୍ୟ ଅ। ପ୍ରଥମ ବର୍ଣ୍ଣ ହେଉଛି ଅ। ପ୍ରଥମ ବର୍ଣ୍ଣର ଶେଷ ବର୍ଣ୍ଣ ଅ, ପ୍ରଥମ ଶବ୍ଦର ଶେଷ ବର୍ଣ୍ଣ ଅ, ଦ୍ୱିତୀୟ ଶବ୍ଦର ପ୍ରଥମ ବର୍ଣ୍ଣ ମଧ୍ୟ ଅ। ଅ ଯୁକ୍ତ ଅ ସମାନ ଶଶାଙ୍କ। ସ ତାଲବ୍ୟ ରେ ଆକାର ହୋଇଗଲା ଶଶାଙ୍କ। ସେହିପରି ସାର ଯୁକ୍ତ ଅଂଶ ସମାନ ସାରାଂଶ। ର ପାଖରେ ଅ, ଅଂଶରେ ଅ। ଅ ଯୁକ୍ତ ଅ ସମାନ ସାରାଂଶ। ରରେ ଆକାର ହୋଇଗଲା। ପ୍ରଥମ ଶବ୍ଦର ରରେ ଆକାର ଆସିଗଲା। ସ୍ୱ ଯୁକ୍ତ ଅଧୀନ ସମାନ ସ୍ୱାଧୀନ। ଗ୍ରାମ ଯୁକ୍ତ ଅଞ୍ଚଳ ସମାନ ଗ୍ରାମାଞ୍ଚଳ। ଏଠାରେ ମଧ୍ୟ ଅ ଯୁକ୍ତ ଅ ମିଶିକି ଆ ହୋଇଛି। ମହା ଯୁକ୍ତ ଆକାଶ ସମାନ ମହାକାଶ। ସୁଧା ଯୁକ୍ତ ଆକର ସମାନ ସୁଧାକର। ଅ ଯୁକ୍ତ ଅ ସମାନ ଆ ହେଲା। ତାପରେ ଅ ଯୁକ୍ତ ଆ ମଧ୍ୟ ଆ ହେବ। କେମିତି? ଶବ୍ଦ ଦେଖିବା। ସନ୍ଧି ହିମ ଯୁକ୍ତ ଆଳୟ ସମାନ ହିମାଳୟ। ହିମ ମ ପାଖରେ ଅ ଅଛି, ଅ ବୋଲି ଉଚ୍ଚାରିତ ହେଉଛି ଅ ଯୁକ୍ତ ଆଳୟରେ ଆ। ଅ ଯୁକ୍ତ ଆ ସମାନ ହିମା। ମରେ ଆକାର ଆସିଗଲା ହିମାଳୟ। ଉଚ୍ଚ ଯୁକ୍ତ ଆସନ ସମାନ ଉଚ୍ଚାସନ। ଚରେ ଆକାର ଆସିଗଲା ଉଚ୍ଚାସନ। ଅ ଆଉ ଆ ମିଶିକି ଆ ହୋଇଗଲା। ରତ୍ନ ଯୁକ୍ତ ଆକର ସମାନ ରତ୍ନାକର। ରାଜେନ୍ଦ୍ର ଯୁକ୍ତ ଆସନ ସମାନ ରାଜେନ୍ଦ୍ରାସନ। ଏହା ଗଲା ଅ ଯୁକ୍ତ ଆ ସମାନ ଆ। ସେମିତି ଆ ଯୁକ୍ତ ଅ ସମାନ ଆ। ଆ ଆଉ ଅ ଥିଲେ ସେଇଟା ଶବ୍ଦରେ ଆ ବୋଲି ଉଚ୍ଚାରିତ ହେବ। ଆଶା ଯୁକ୍ତ ଅତୀତ ସମାନ ଆଶାତୀତ। ଆଶା ସରେ ଆକାର ଆ ଆସୁଛି ଯୁକ୍ତ ଅତୀତରେ ଅ। ଆ ଯୁକ୍ତ ଅ ମିଶି ଉତ୍ତରରେ ହେଉଛି ଶବ୍ଦରେ ଆଶାତୀତ ତାଲବ୍ୟ ରେ ଆକାର ଆସିଯାଉଛି। ସୁଧା ଯୁକ୍ତ ଅଂଶୁ ସମାନ ସୁଧାଂଶୁ। ବିଦ୍ୟା ଯୁକ୍ତ ଅଭିମାନ ସମାନ ବିଦ୍ୟାଭିମାନ। ବିଦ୍ୟା ଯୁକ୍ତ ଅଳଙ୍କାର ସମାନ ବିଦ୍ୟାଳଙ୍କାର।
आ जुक्त आ समान आ। सेमती विद्या जुक्त आलय समान विद्यालय। महाजुक्त आनंद समान महानंद। महाजुक्त आकाश समान महाकाश। एठारे आ जुक्त आ समान आ हैला महाकाश। सुधा जुक्त आकर समान सुधाकर। सुधा धरे आकार आ आसिला जुक्त आकर रे आ जुक्त आ समान सुधाकर धरे आकार धा। एठारे गोटे सूत्र हेउछि अ बा आ परे अ बा आ थिले दुहे मिसी आ हुअंती। आमे देखिले जो अजुक्त अ से आ हैला अजुक्त आ मध्य से आ जुक्त अ समान आ जुक्त आ समान आ हैला। यह हैला सूत्र। अ बा आ परे जदि से अ आउ आ रहिबो ताले आमे ताकू शब्द रे आ बोली उच्चारण करिबा। सेही आटा आकार होई पूर्व वर्ण रे जुक्त हुए। आ बोली आमे तो लिखिबा नै तार संकेत आकार चिन्हटी पूर्व वर्ण रे जुक्त करिबा। जेपरि हिम जुक्त आलय समान हिमालय। मोरे आकार आसिला मोरे आकार चिन्ह दिया हैला। या हैला सूत्र। तापर आसिला हर्षई जुक्त हर्षई समान दीर्घई। जति जुक्त इंद्र समान जतीन्द्र। त हर्षई ई आसिला जुक्त इंद्र रे मध्य हर्षई। ए हर्षई जुक्त हर्षई समान जतीन्द्र तरे दीर्घई फला दीर्घई मात्रा हो गला जतीन्द्र। अति जुक्त इब समान अतीब तरे दीर्घई आसीगला। प्रति जुक्त इति समान प्रतीति। मुनि जुक्त इंद्र समान मुनीन्द्र। हर्षई जुक्त हर्षई समान दीर्घई हैला। हर्षई जुक्त दीर्घई भी दीर्घई हेबो। मुनि जुक्त ईश्वर समान मुनीश्वर नरे दीर्घईकार आसीगला। क्षिति जुक्त ईश समान क्षितीश। हर्षई आउ दीर्घईर मिलन रे दीर्घई होइछि। परि जुक्त इक्षा समान परीक्षा। परि रे हर्षई ईकार आसिला जुक्त इक्षा रे दीर्घई। हर्षई जुक्त दीर्घई मिसी दीर्घई हैला परीक्षा। दीर्घई जुक्त हर्षई समान यह मध्य दीर्घई हबो। मही जुक्त इंद्र समान महेंद्र। सची जुक्त इंद्र समान सचिंद्र। पृथ्वी जुक्त ईश्वर समान पृथ्वीश्वर। रजनी जुक्त ईश समान रजनीश। पार्वती जुक्त ईश समान पार्वतीश। यार गोटे सूत्र रहिला हर्षई बा दीर्घई परे हर्षई बा दीर्घई थिले दुहे मिसी दीर्घई हुअंती। से दीर्घईटा आमे दीर्घईकार चिन्ह पूर्व वर्ण रे जुक्त करू। दीर्घईटा दीर्घई लेखा नय दीर्घईकार चिन्ह पूर्व वर्ण रे व्यवहृत हुए। जेमती पृथ्वी ईश्वर हैला पृथ्वी थुई होची पूर्व वर्ण। ए थुई रे दीर्घईकार रहिछि। या मध्य दीर्घईकार चिन्ह जुक्त होइछि। तेबे यह गोटे सूत्र गला। तापर आसिला हर्षौ जुक्त हर्षौ समान दीर्घौ। सुजुक्त उक्ति समान सुक्ति। सरे हर्षौ ताहा संधि होला परे हे गला दीर्घौ। सुजुक्त उक्ति समान सदीर्घोक्ति सुक्ति। कटु जुक्त उक्ति समान कटुक्ति। मरु जुक्त उद्यान समान मरुद्यान। हर्षौ जुक्त दीर्घौ समान दीर्घ। उदाहरण संधि देखिबा लघु जुक्त उर्मी समान लघुर्मी। दीर्घौ जुक्त हर्षौ समान दीर्घौ हेबो। बधु जुक्त उक्ति समान बधुक्ति। दीर्घौ जुक्त दीर्घौ मध्य दीर्घौ हेबो। भू जुक्त ऊर्ध्व समान
ଭୂର୍ଧ୍ୱ। ହର୍ଷଉ ବା ଦୀର୍ଘଉ ପରେ ହର୍ଷଉ ବା ଦୀର୍ଘଉ ଥିଲେ ଦୁହେଁ ମିଶି ଦୀର୍ଘଉ ହୁଅନ୍ତି। ସେହି ଦୀର୍ଘଉଟା ଦୀର୍ଘକାର ଚିହ୍ନ ହୋଇ କ'ଣ ହୁଏ? ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଏ। ଏହା ରହିଲା ଗୋଟେ ସୂତ୍ର ସନ୍ଧିର। ଯଦି ହର୍ଷଉ ବା ଦୀର୍ଘଉ ପରେ ହର୍ଷଉ ବା ଦୀର୍ଘଉ ଥିବ ତାହେଲେ ଆମେ ଦୀର୍ଘଉ ବୋଲି ତାକୁ ସନ୍ଧିରେ ବ୍ୟବହାର କରିବା। ତାପରେ ଆସିଲା ଅ ଯୁକ୍ତ ଇ ସମାନ ଏ। ନର ଯୁକ୍ତ ଇନ୍ଦ୍ର ସମାନ ନରେନ୍ଦ୍ର। ନରରେ ଅ ଅଛି ଯୁକ୍ତ ଇନ୍ଦ୍ରରେ ହର୍ଷେଇ ଅଛି। ଅ ଆଉ ଇ ମିଶିକି ଏ ହୋଇଗଲେ ତାହେଲେ ଶବ୍ଦରେ କ'ଣ ହେଲା? ନରେନ୍ଦ୍ର। ରରେ ଏକାର ଆସିଗଲା। ନର ଯୁକ୍ତ ଇନ୍ଦ୍ର ସମାନ ନରେନ୍ଦ୍ର। ପୂର୍ଣ୍ଣ ଯୁକ୍ତ ଇନ୍ଦୁ ସମାନ ପୂର୍ଣ୍ଣେନ୍ଦୁ। ଜିତ ଯୁକ୍ତ ଇନ୍ଦ୍ରିୟ ସମାନ ଜିତେନ୍ଦ୍ରିୟ। ଅଯୁକ୍ତ ଦୀର୍ଘଇ ସମାନ ଏ। ଅଯୁକ୍ତ ଦୀର୍ଘଇ ବି ଏ ହେବ। ଗଣ ଯୁକ୍ତ ଈଶ ସମାନ ଗଣେଶ। ଧନ ଯୁକ୍ତ ଈଶ୍ୱର ସମାନ ଧନେଶ୍ୱର। ଆ ଯୁକ୍ତ ଇ ବି ଏ ହେବ। ମହାଯୁକ୍ତ ଇନ୍ଦ୍ର ସମାନ ମହେନ୍ଦ୍ର। ଯଥା ଯୁକ୍ତ ଇଷ୍ଟ ସମାନ ଯଥେଷ୍ଟ। ସେମିତି ଆ ଯୁକ୍ତ ଦୀର୍ଘଇ ସମାନ ମଧ୍ୟ ଏ ହେବ। ମହାଯୁକ୍ତ ଈଶ ସମାନ ମହେଶ। ମହାଯୁକ୍ତ ଈଶ୍ୱର ସମାନ ମହେଶ୍ୱର। ଏଠି ଗୋଟେ ସୂତ୍ର ଆସିଲା। ଅ ବା ଆ ପରେ ହର୍ଷଇ ବା ଦୀର୍ଘଇ ଥିଲେ ଦୁହେଁ ମିଶି ଏ ହୁଅନ୍ତି। ସେହି ଏଟା ଏକାର ଚିହ୍ନ ହୋଇ ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଏ। ସନ୍ଧିରେ ସବୁବେଳେ ପୂର୍ବ ବର୍ଣ୍ଣରେ ଚିହ୍ନ ଗୁଡ଼ିକ ଯୁକ୍ତ ହୋଇଥାଏ ପୂର୍ବ ଶବ୍ଦର ଶେଷ ବର୍ଣ୍ଣରେ। ସେହିପରି ଆହୁରି ଆସିଲା ଅ ଯୁକ୍ତ ଉ ସମାନ ଓ। ହିତ ଯୁକ୍ତ ଉପଦେଶ ସମାନ ହିତୋପଦେଶ। ହିତରେ ଅ ରହିଛି ଉପଦେଶରେ ଉ। ଅ ଯୁକ୍ତ ଉ ମିଶିକି ତରେ ଓକାର ହୋଇଗଲା ହିତୋପଦେଶ। ପର ଯୁକ୍ତ ଉପକାର ସମାନ ପରୋପକାର। ପୁରୁଷ ଯୁକ୍ତ ଉତ୍ତମ ସମାନ ପୁରୁଷୋତ୍ତମ। ଆ ଯୁକ୍ତ ଦୀର୍ଘଉ ଯୁକ୍ତ ଓ ଏ ମିଶି କ'ଣ ହେବ ଦେଖିବା? ମହାଯୁକ୍ତ ଉର୍ମି ସମାନ ମହୋର୍ମି। ଅଯୁକ୍ତ ଦୀର୍ଘଉ ମିଶିଲେ ହେବ ଓ। ଚଳ ଯୁକ୍ତ ଉର୍ମି ସମାନ ଚଳୋର୍ମି। ଆ ଯୁକ୍ତ ଉ ମିଶିଲେ ହେବ ଓ। ଗଙ୍ଗା ଯୁକ୍ତ ଉଦକ ସମାନ ଗଙ୍ଗୋଦକ। ମହାଯୁକ୍ତ ଉତ୍ସବ ସମାନ ମହୋତ୍ସବ। ଏଠାରେ ସୂତ୍ର କ'ଣ? ଅ ବା ଆ ପରେ ହର୍ଷଉ ବା ଦୀର୍ଘଉ ଥିଲେ ଦୁହେଁ ମିଶି ଓ ହୁଅନ୍ତି। ଏହି ଓଟା କ'ଣ ହେବ? ଓକାର ହୋଇ ପୂର୍ବ ବର୍ଣ୍ଣରେ ଯୁକ୍ତ ହେବ। ତାପରେ ଆସିଲା ଅଯୁକ୍ତ ରୁ ସମାନ ଅର। ଦେବ ଯୁକ୍ତ ଋଷି ସମାନ ଦେବର୍ଷି। ସପ୍ତ ଯୁକ୍ତ ଋଷି ସମାନ ସପ୍ତର୍ଷି। ଆ ଯୁକ୍ତ ରୁ ମଧ୍ୟ ସେଇ ଅର ହେବ। ରାଜା ଯୁକ୍ତ ଋଷି ସମାନ ରାଜର୍ଷି। ମହାଯୁକ୍ତ ଋଷି ସମାନ ମହର୍ଷି। ଅ ବା ଆ ପରେ ରୁ ଥିଲେ ଦୁହେଁ ମିଶି ଅର ହୁଅନ୍ତି। ଅର ହେଲା ଦେବର୍ଷି ଦେବର୍ଷି ଅର ଆସୁଛି। ସପ୍ତର୍ଷି ଅର ଆସୁଛି। ରାଜର୍ଷି ଅର ଆସୁଛି। ମହର୍ଷି ଅର ଆସୁଛି। ଅ ପୂର୍ବ ବର୍ଣ୍ଣରେ ଏବଂ ରୁ ରେଫ ହୋଇ ପରବର୍ଣ୍ଣରେ ଯୁକ୍ତ ହୁଏ। ଅଟା ପୂର୍ବ ବର୍ଣ୍ଣରେ ଯୁକ୍ତ ହେବ ଆଉ ରୁଟା ରେଫ ଚିହ୍ନ ହୋଇକି ପରବର୍ଣ୍ଣରେ ଯୁକ୍ତ ହୁଏ। ଅ ଯୁକ୍ତ ଏ ସମାନ ଐ। ଜନ ଯୁକ୍ତ ଏକ ସମାନ ଜନୈକ। ଏକ ଯୁକ୍ତ ଏକ ସମାନ ଏକୈକ। ଅ ଆଉ ଏ ମିଶିକି ଐ ହେଉଛି। ଜନ
पाखे अ जुक्त एकरे ए अ आउ ए मिसिकी जनैक नरे ऐकार होईगला अ जुक्त ऐ मिसिकी ऐ हेब मत जुक्त ऐक्य समान मतैक्य आ जुक्त ए मिसिकी मध्य ऐ हेब तथा जुक्त एब समान तथैब आ जुक्त ऐ मिसी मध्य ऐ हेब महा जुक्त ऐश्वर्य समान महेश्वर्य। एठी गोटे सूत्र आसला अ बा आ परे ए बा ऐ थिले दुहे मिसी ऐ हुअन्ति। एई ऐटा ऐकार चिन्ह भावरे पूर्व वर्ण जुक्त हुए जेमती एक एकरे कर ऐकार दियाला मत ऐकार तर ऐकार दियाला महेश्वर्य हर ऐकार दियाला एपरी जुक्त हुए। अ जुक्त ओ समान औ जल जुक्त ओका समान जलौका माने जोक बिल जुक्त ओका समान बिलौका अर्थ बिलुआ अ जुक्त औ समान औ हेब वन जुक्त औषधि समान वनौषधि आ जुक्त ओ समान औ कौन हेब महाजुक्त ओघ समान महौघ आ ओ मिसिकी औकार होईगला आ जुक्त औ समान या मध्य औ हब महाजुक्त औषधि समान महौषधि महाजुक्त औदार्य समान महौदार्य। एठारे सूत्र रहिला अ बा आ परे ओ बा औ थिले दुहे मिसी औ हुअन्ति एई औटा औकार चिन्ह भावरे पूर्व वर्णरे जुक्त हुए। इ जुक्त ए समान य हलन्त जुक्त ए प्रति जुक्त एक समान प्रत्यक सेमती इ जुक्त ऐ समान य हलन्त जुक्त ऐ अति जुक्त ऐश्वर्य समान अत्यैश्वर्य य आउ ऐ जुक्त होइकी आसुछि। एटी सूत्र रहिला इ बा हर्षई बा दीर्घई परे हर्षई बा दीर्घई भिन्न अन्य स्वर वर्ण थिले हर्षई बा दीर्घई स्थान रे य हलन्त हुए परवर्ती स्वर वर्ण एही य रे जुक्त हुए तापरे शब्द गठित हुए। हर्षौ जुक्त अ समान उ सु सुरे उ आसुछि उच्चारित होछि जुक्त अछ अ आसिला उ आउ अ मिसिकी हैला स्वच्छ सुजुक्त अछ समान स्वच्छ। हर्षौ जुक्त आ समान उआ सुजुक्त आगत समान स्वागत हर्षौ जुक्त ए समान उए अनु जुक्त एषण समान अन्वेषण अनुरे हर्षौ अछि उ जुक्त एषण रे ए उ आउ ए मिसिकी उए होइगला कौन हैला शब्द रे अन्वेषण। सूत्र हैला हर्षौ बा दीर्घ परे हर्षौ बा दीर्घ भिन्न अन्य स्वर वर्ण जदि थिबो थिले हर्षौ बा दीर्घ स्थान रे व हब परवर्ती स्वर वर्ण एही ओ रे जुक्त हुए। स्वर संधि रे सूत्र मानंकरु अलगा केतेक व्यतिक्रम देखा जाए कौन से गुड़िक से जो व्यतिक्रम देखा जाए ताको कौन कहती निपातन स्वर संधि सूत्र बाहर को जाई अन्य जो व्यतिक्रम देखा जाए ताको निपातन कहती। जेमिति उदाहरण संधि देखिबा संधि शब्द 12 जुक्त अणा समान बारणा प्रयुक्त ऊढ़ समान प्रौढ़ सार जुक्त अंग समान सारंग बिंब जुक्त ओष्ठ समान बिंबोष्ठ गो जुक्त अक्ष समान गवाक्ष। यही शब्द गुड़िक संधिर नियम रे अच्छी कि नहीं तुमे माने देखिले सूत्र गुड़िक जानी पारिबो। एटा तुम काम रहिला।
व्यंजन संधि। व्यंजन संधि क्या कहती? व्यंजन वर्ण सहित व्यंजन वर्ण किंबा स्वर वर्णर मिलन को व्यंजन संधि कहती। एठारे व्यंजन संधि क्या कुआगला ना व्यंजन वर्ण सहित व्यंजन वर्ण मिसी पारिबो आउ स्वर वर्ण भी मिसी पारिबो। ताले व्यंजन वर्ण प्लस व्यंजन वर्ण प्लस स्वर वर्ण ये दुटा मिसिकी जो संधि कुआ जाए ता हेउची व्यंजन संधि। व्यंजन वर्ण सहित व्यंजन वर्ण किंबा स्वर वर्ण यार मिलन को व्यंजन संधि कहती। दिक् युक्त अंबर समान दिगंबर। दिक् क होची व्यंजन वर्ण युक्त अ होची स्वर वर्ण मिसिकी हला व्यंजन संधि। दिगंबर। उत युक्त बेग समान उद्वेग। सत युक्त इच्छा समान सदिच्छा। सत युक्त आचार समान सदाचार। सत युक्त उपाय समान सदुपाय। षट युक्त यंत्र समान षडयंत्र। जगत युक्त बंधु समान जगत बंधु। णिच युक्त अंत समान णिजंत। एटार सूत्र हेउची व्यंजन वर्ण परे स्वर वर्ण जेकोसी वर्गर तृतीय चतुर्थ वर्ण किंबा ज र ळ व थिले वर्गर प्रथम वर्ण स्थान रे सेही वर्गर तृतीय वर्ण हुए। व्यंजन वर्ण परे स्वर वर्ण प्रथमे आसी दिक् अंबर क होची व्यंजन वर्ण परे स्वर वर्ण आसीछि ता सहित जेकोसी वर्गर तृतीय चतुर्थ वर्ण। आ गोटे शब्द देखिया उत युक्त बेग। उत त होची व्यंजन वर्ण बेग वर्गर तृतीय वर्ण ब किंबा ज र ळ व जदि थिबो ताले संधि रे कौन हेबो ना प्रथम वर्ण स्थान रे सेही वर्गर तृतीय वर्ण हेबो। उत बेग उत त जगार तृतीय वर्ण हैला तथ द उद्वेग। उद्वेग संधि हो गला उद्वेग। यह हैला सूत्र। स्वर वर्ण व्यंजन वर्ण पर स्वर वर्ण थिबो आउ ता सहित वर्गर जदि तृतीय चतुर्थ वर्ण किंबा ज र ळ व रहिबो ताले संधि रे संधि शब्द रे सेटा प्रथम वर्ण स्थान रे वर्गर तृतीय वर्ण होई जिवो। उद्वेग तर तो हो गला द तथ द तृतीय वर्ण हो गला। षट रे षडयंत्र षट रे ट ट वर्गर तृतीय वर्ण टठ ड षडयंत्र हो गला टठ ड आसीगला तृतीय वर्ण। से परी तुम मैंने देखिबो सब शब्द। उत युक्त चारण समान उच्चारण। उत युक्त छेद समान उच्छेद। चलत युक्त चित्र समान चलचित्र। विपद युक्त चय समान विपच्चय। महत युक्त चित्र समान महचित्र। आर सूत्र होची त बा द हलंत परे च बा छ थिले त बा द स्थान रे च हुए। जदि त हलंत आउ द हलंत परे च किंबा छ रहइबो। उदाहरण एठी उत युक्त चारण उत युक्त छेद त हलंत परे च आसुछि आउ त हलंत परे छ आसुछि। यदि च आउ छ रहिला सेटा शब्द रे हे जिवो कोन ना त आउ द स्थान रे च हे जिवो। उत चारण हेला उच्चारण च आसीगला। उत युक्त छेद समान उच्छेद छ आसीगला। सेंति विपद युक्त चय विपच्चय आसीगला। आ महत युक्त चित्र समान महचित्र। यह गला सूत्र। सत युक्त जन समान सज्जन। विपद युक्त जनक समान विपज्जनक।
ଯାବତ୍ ଯୁକ୍ତ ଜୀବନ ସମାନ ଯାବତ୍ ଜୀବନ। ଉତ୍ ଯୁକ୍ତ ଜ୍ୱଳ ସମାନ ଉଜ୍ଜ୍ୱଳ। ସୂତ୍ର ହେଉଛି ତ ହଳନ୍ତ ବା ଦ ହଳନ୍ତ ପରେ ଜ ହଳନ୍ତ ବା ଝ ଥିଲେ ତ ହଳନ୍ତ ବା ଦ ହଳନ୍ତ ସ୍ଥାନରେ ଜ ହେବ। ତାହେଲେ ସତ ତ ହଳନ୍ତ ରହିଲା, ପରେ ରହିଲା ଜ, ଜନରେ ଜ ରହିଲା, ତ ଆଉ ଜ ମିଶିକି ଶବ୍ଦରେ ହେଇଯିବ ଜ। ତାପରେ ଆସିଲା ଜଗତ ଯୁକ୍ତ ନାଥ ସମାନ ଜଗନ୍ନାଥ। ଜଗତ ଯୁକ୍ତ ମୋହନ ସମାନ ଜଗନ୍ମୋହନ। ଉତ୍ ଯୁକ୍ତ ନତି ସମାନ ଉନ୍ନତି। ପରାକ୍ ଯୁକ୍ତ ମୁଖ ସମାନ ପରାଙ୍ଗମୁଖ। ଚିତ୍ ଯୁକ୍ତ ମୟ ସମାନ ଚିନ୍ମୟ। ତତ୍ ଯୁକ୍ତ ମୟ ସମାନ ତନ୍ମୟ। ମୃତ୍ ଯୁକ୍ତ ମୟ ସମାନ ମୃଣ୍ମୟ। ବାକ୍ ଯୁକ୍ତ ମୟ ସମାନ ବାଙ୍ଗ୍ମୟ। ଏହାର ସୂତ୍ର ହେଉଛି ପର ପଦର ପ୍ରଥମ ବର୍ଣ୍ଣ ଦନ୍ତ୍ୟ ନ କିମ୍ବା ମ ହୋଇଥିଲେ ପୂର୍ବ ପଦର ଶେଷ ବର୍ଣ୍ଣ ଯେଉଁ ବର୍ଗର ପ୍ରଥମ ବର୍ଣ୍ଣ ହୋଇଥାଏ ତାହା ସ୍ଥାନରେ ସେହି ବର୍ଗର ପଞ୍ଚମ ବର୍ଣ୍ଣ ହୁଏ, ଅନ୍ୟ ପକ୍ଷରେ ତୃତୀୟ ବର୍ଣ୍ଣ ହୁଏ। ଦେଖିବା ଜଗତ ଆଉ ନାଥ ମିଶିକି ଜଗନ୍ନାଥ। ଜଗତ ଯୁକ୍ତ ନାଥ ହେଉଛି ପରପଦ ହେଉଛି ନାଥ, ନାଥରେ ନ ଆସିଛି, ନ ହୋଇଥିଲେ ପୂର୍ବପଦ ଶେଷ ବର୍ଣ୍ଣ ପୂର୍ବପଦ ଜଗତ, ଜଗତର ଶେଷ ବର୍ଣ୍ଣ ହେଉଛି ତ ହଳନ୍ତ। ତ ଯେଉଁ ବର୍ଗର ପ୍ରଥମ ବର୍ଣ୍ଣ ତ ହେଉଛି ତ ବର୍ଗର ପ୍ରଥମ ବର୍ଣ୍ଣ, ତା ସ୍ଥାନରେ ସେହି ବର୍ଗର ପଞ୍ଚମ ବର୍ଣ୍ଣ ହେବ। ତାହେଲେ ତ ବର୍ଗର ପଞ୍ଚମ ବର୍ଣ୍ଣ ହେଉଛି ନ। ଉତ୍ତରରେ ହେଲା ଜଗନ୍ନାଥ। ନ ଆସିଗଲା, ତ ହେଇଗଲା ନ। ସେମିତି ପରାକ୍ମୁଖ ପରାଙ୍ଗମୁଖ ହେଇଗଲା କ ବର୍ଗର ପଞ୍ଚମ ବର୍ଣ୍ଣ ଉଁ। ଉତ୍ତରରେ ଆସିଗଲା ସନ୍ଧି ଶବ୍ଦରେ ପରାଙ୍ଗମୁଖ। ଏହା ଥିଲା ସୂତ୍ର। ସମ୍ ଯୁକ୍ତ କର ସମାନ ଶଙ୍କର। ସମ୍ ଯୁକ୍ତ ଦେହ ସମାନ ସନ୍ଦେହ। ସମ୍ ଯୁକ୍ତ କଳନ ସମାନ ସଂକଳନ। ସମ୍ ଯୁକ୍ତ ଗୀତ ସମାନ ସଙ୍ଗୀତ। ଏହାର ସୂତ୍ର ହେଉଛି ମ ହଳନ୍ତ ପରେ ଯେଉଁ ବର୍ଗର ବର୍ଣ୍ଣ ଥାଏ ମ ସ୍ଥାନରେ ସେହି ବର୍ଗର ପଞ୍ଚମ ବର୍ଣ୍ଣ ହୁଏ। ବିକଳ୍ପରେ ମ ସ୍ଥାନରେ ଅନୁସାର ହୁଏ। ଶବ୍ଦ ଦେଖିବା ସମକର। ମ ହଳନ୍ତ ପରେ କରରେ କ ଅଛି, କ ବର୍ଗର ବର୍ଣ୍ଣ ଅଛି, ପ୍ରଥମ ବର୍ଣ୍ଣ କ। ମ ସ୍ଥାନରେ ତାହେଲେ କ'ଣ ହେବ? ସେହି ବର୍ଗ ବା କ ବର୍ଗର ପଞ୍ଚମ ବର୍ଣ୍ଣ ହେଉଛି କ ଖ ଗ ଘ ଙ। ଙ ହେଲା ଶଙ୍କର। ଙ ଯୁକ୍ତ କ ନା ନାହିଁ, ଶଙ୍କର। ସେମିତି ସମ୍ ଦେହ ସ ମ ହଳନ୍ତ ମ ଦଟା ହେଉଛି ତ ଥ ଦ ତ ବର୍ଗ, ତ ବର୍ଗର ପଞ୍ଚମ ବର୍ଣ୍ଣ ହେଉଛି ତ ଥ ଦ ଧ ନ। ସନ୍ଦେହ ନ ଆସିଲା, ସନ୍ଦେହ ଉଚ୍ଚାରଣରେ ନ ଆସୁଛି, ପଞ୍ଚମ ବର୍ଣ୍ଣ ଆସିଲା। ଆଉ ଏଇ ମ ସ୍ଥାନରେ ମଧ୍ୟ ଆମେ ଅନୁସାର ଦେଇପାରିବା। ଶଙ୍କରକୁ ବିକଳ୍ପରେ ସ ଅନୁସାର କ ର ଶଙ୍କର ଲେଖାଯାଇପାରିବ। ସନ୍ଦେହ ସ ଅନୁସାର ଦେହ ଲେଖାଯାଇପାରିବ। ଏହା ଥିଲା ସୂତ୍ର। ସମ୍ ଯୁକ୍ତ ଯୋଜନା ସମାନ ସଂଯୋଜନା। ସମ୍ ଯୁକ୍ତ ଶୟ ସମାନ ସଂଶୟ। ସମ୍ ଯୁକ୍ତ ହାର ସମାନ ସଂହାର। ସମ୍ ଯୁକ୍ତ ରକ୍ଷିତ ସମାନ ସଂରକ୍ଷିତ। ସମ୍ ଯୁକ୍ତ ହତି ସମାନ ସଂହତି। ସମ୍ ଯୁକ୍ତ ଶୋଧନ ସମାନ ସଂଶୋଧନ। ଏହାର ସୂତ୍ର କ'ଣ ରହିଲା? ମ ହଳନ୍ତ ପରେ ଅବର୍ଗ୍ୟ ବର୍ଣ୍ଣ ଥିଲେ ମ ସ୍ଥାନରେ ଅନୁସାର ହୁଏ। ମ ହଳନ୍ତ ପରେ ଅବର୍ଗ୍ୟ ବର୍ଣ୍ଣ ସଂଯୋଜନା। ଜଟା ଅବର୍ଗ୍ୟ ବର୍ଣ୍ଣ, କାରଣ ଏହା ବର୍ଗ୍ୟ ବର୍ଣ୍ଣରେ ଯାଉନାହିଁ। ବର୍ଗ୍ୟ ବର୍ଣ୍ଣ ହେଉଛି କ ଚ ଟ ତ ପ।
25टा वर्ण वर्गीय वर्ण। यह ज ହେଉଛି अवर्गीय वर्ण। अवर्गीय वर्ण जदि रहिला म परे ताहले शब्दरे सेई अवर्गीय वर्ण स्थान रे म स्थान रे कौन आसीजिवो अनुसार आसीजिवो। सम योजना म संयोजना सरे अनुसार आसीगला। संशय सरे अनुसार आसीगला संशय। यदि म हलंत परे अवर्गीय वर्ण रहुछि ताहले से म स्थान रे म उठी जाई अनुसार चिन्ह बसिबो। यह थिला सूत्र। सम युक्त निकट समान सन्निकट। सम युक्त निविष्ट समान सन्निविष्ट। सम युक्त न्यास समान सन्यास। सम युक्त निहित समान सन्निहित। सम युक्त निपात समान सन्निपात। सम युक्त निधान समान सन्निधान। यार सूत्र होची म परे दंत्य न थिले म स्थान रे न तळे न हुए। सम निकट हे गला सन्निकट न तळे न फला हर्षे सन्निकट। म परे जदि न रहउछि म परे निकट रे न रहिला। सम निकट म परे न रहिला म आ न मिसिकी शब्द रे आसीगला न तळे न फला सन्निकट। सेंदी म परे सम निविष्ट सन्निविष्ट हे गला। सम न्यास सन्यास न तळे न ज फला आकार सन्यास हे गला। म आ न मिसिकी न हे गला न तळे न फला। यह थिला सूत्र। म परे जदि न दंत्य न थिबो ताले ताहा न तळे न फला बोली उच्चारित कराजिवो उच्चारित हेबो। तद युक्त हित समान तद्धित। उत युक्त हत समान उद्धत। यार सूत्र होची त बा द परे ह थिले ह ध द हुए एवं ध मिसी द्वितीय ध हुअन्ति। यदि त परे ह रहउची ताले ता शब्द रे ध हेजिवो द्वितीय ध। एमती तद युक्त हित तद्धित हो गला द आउ ह मिसिकी द्वितीय ध हो गला तद्धित। उत युक्त हत त ह मिसी उद्धत बोली उच्चारित होला। या थिला सूत्र। उत युक्त लेख समान उल्लेख। तद युक्त लीन समान तल्लीन। उत युक्त लास समान उल्लास। यार सूत्र होची त हलंत आउ द हलंत परे जदि ल थिबो ताले त आउ द स्थान रे ल हुए। परवर्ती ल एही ल सहित युक्त होई ल तळे ल फला हुए। जेमती उत युक्त लेख त परे ल आसीछि यहा शब्द गठन रे हे जाइछि उल्लेख ल तळे ल फला एकार उल्लेख। सेमती तद लीन तल्लीन होइछि त द परे ल आसीछि आउ शब्द रे ताहा ल रे परिणत हे जाइछि ल तळे ल फला। उत युक्त श्रृंखल समान उच्छृंखल। चलत युक्त शक्ति समान चलत शक्ति। उत युक्त श्वास समान उच्छ्वास। विपद युक्त शंका समान विपद शंका। एहार सूत्र त हलंत बा द हलंत परे तालबस थिले त आउ द स्थान रे च हुए एवं तालबस स्थान रे छ हुए। एही च छ मिसी द्वितीय छ हुअन्ति। जेमती उत श्रृंखल ता हे गला उच्छृंखल द्वितीय छ रे रुफला। त परे स आसीथिबारु शब्द रे ता हे गला छ द्वितीय छ। उत युक्त श्वास मिसी हैला उच्छ्वास। यह थिला सूत्र। संयुक्तकार समान संस्कार। संयुक्तकरण समान संस्करण। परियुक्तकार समान परिष्कार। यार सूत्र कौन सम ओ परि उपसर्ग परे क्रू धातु निष्पन्न कार ओ कृति प्रभृति रहिले दंत्य स्वर आगम हुए एवं ताहा परवर्ती वर्ण सहित युक्त हुए।
ସ୍ଥଳ ବିଶେଷରେ ଏହି ସଟା ଶବ୍ଦବିଧି ଅନୁଯାୟୀ ମୂର୍ଦ୍ଧନ୍ୟ ସ ହୁଏ। ସମ୍ ପରେ କ୍ରୁ ଧାତୁ ନିଷ୍ପନ୍ନ କାର ଆସିଲା। ଏହି କାର ଯଦି କ୍ରୁ ଧାତୁ ନିଷ୍ପନ୍ନ ଧାତୁ ରହିଲା, କ୍ରୁ ଧାତୁ ନିଷ୍ପନ୍ନ କାର ଆଉ କୃତି, ଏ ଦୁଇଟା କାର ଆଉ କୃତି ହେଉଛି କ୍ରୁ ଧାତୁ। ଏଇଟା ଯଦି ରହିଲା ସମ୍ ପରେ, ତାହେଲେ ଦନ୍ତ୍ୟ ସର ଆଗମନ ହେବ। ସମ୍ ଯୁକ୍ତ କାର ସମାନ ସଂସ୍କାର। ଦନ୍ତ୍ୟ ସରେ କ ଫଳା ଆକାର ସଂସ୍କାର। ସମ୍ ଯୁକ୍ତ କୃତି ସଂସ୍କୃତି। ସ ଅନୁସାର ସରେ କ ଫଳା ଆଉ ରୁ ସଂସ୍କୃତି। ସ ଆଗମ ହେଇକି ତାହା ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହୋଇଛି। ମାନେ ସମ୍ ଯୁକ୍ତ କାର କରେ ସ ଯୁକ୍ତ ହୋଇ କ ହୋଇଛି ସଂସ୍କାର। ବିପଦ ଯୁକ୍ତ କାଳ ସମାନ ବିପଦ କାଳ। ତଦ୍ ଯୁକ୍ତ ପର ସମାନ ତତ୍ପର। ବିପଦ ଯୁକ୍ତ ଖଣ୍ଡନ ସମାନ ବିପଦ ଖଣ୍ଡନ। କ୍ଷୁତ୍ ଯୁକ୍ତ ପିପାସା ସମାନ କ୍ଷୁତ୍ ପିପାସା। ତଦ୍ ଯୁକ୍ତ କାଳ ସମାନ ତତ୍କାଳ। ସମ୍ପଦ ଯୁକ୍ତ ସଖା ସମାନ ସମ୍ପଦ ସଖା। ସୂତ୍ର ହେଉଛି କ, ଖ, ପ, ଫ ଦନ୍ତ୍ୟ ସ ଆଦି ବର୍ଣ୍ଣଗୁଡ଼ିକ ପରେ ଥିଲେ ପଦର ଅନ୍ତଃସ୍ଥିତ ଦ, ଧ ସ୍ଥାନରେ ତ ହୁଏ। ଯଦି ସନ୍ଧି ବିଚ୍ଛେଦରେ ପରବର୍ତ୍ତୀ ବର୍ଣ୍ଣରେ କ, ଖ, ପ, ଫ, ସ ଯଦି ବର୍ଣ୍ଣ ରହିଲା, ତାହେଲେ ସନ୍ଧି ଶବ୍ଦ ଗଠନ ହେଲା ବେଳେ ତାର ଅନ୍ତଃସ୍ଥିତରେ ଯେଉଁ ଦ, ଧ ସ୍ଥାନ ରହିଛି ସେଠାରେ ତ ହେଇଯାଏ। ଦେଖିବା ବିପଦ ଯୁକ୍ତ କାଳ ସମାନ ବିପଦ କାଳ। ବିପଦ ପରେ କ ଆସିଛି, ଆମେ ଦେଖିଲେ କ ବି ଥିବ। କ ଯଦି ରହିଲା ଦ ହଳନ୍ତ ସ୍ଥାନରେ ତ ହଳନ୍ତ ହୋଇଯିବ ବିପଦ କାଳ। ସେହିପରି ପ ରହିଲା ତଦ୍ ଯୁକ୍ତ ପର, ଦ ସ୍ଥାନରେ ତ ଆସିଗଲା ତତ୍ପର। ବିପଦ ଯୁକ୍ତ ଖଣ୍ଡନ, ଦ ସ୍ଥାନରେ ତ ଆସିଗଲା ବିପଦ ଖଣ୍ଡନ। ପରି ଯୁକ୍ତ ଚ୍ଛେଦ ସମାନ ପରିଚ୍ଛେଦ। ଅନୁ ଯୁକ୍ତ ଚ୍ଛେଦ ସମାନ ଅନୁଚ୍ଛେଦ। ଅବ ଯୁକ୍ତ ଚ୍ଛେଦ ସମାନ ଅବଚ୍ଛେଦ। ସୂତ୍ର ହେଉଛି ପୂର୍ବ ପଦରେ ଅନ୍ତଃସ୍ଥିତ ବର୍ଣ୍ଣ ଯଦି ହ୍ରସ୍ୱ ସ୍ୱର ଯୁକ୍ତ ହୋଇଥାଏ ଏବଂ ତାହାପରେ ଯଦି ଛ ଥାଏ, ତେବେ ସେହି ଛ ସ୍ଥାନରେ ଦ୍ୱିତୀୟ ଛ ହୁଏ। ପରିଚ୍ଛେଦ। ପରି ରରେ ହର୍ଷଇକାର ରହିଲା। ଇଟା ହେଉଛି ହର୍ଷ ସ୍ୱର ଯୁକ୍ତ ଅଛି, ହର୍ଷ ସ୍ୱର ଏବଂ ତାହାପରେ ଛ ଅଛି ଚ୍ଛେଦ ହର୍ଷ ସ୍ୱର ଯୁକ୍ତ ଛ ରହିଲା। ଛ ରହିବାରୁ ଏହାର ନିୟମରେ ଆସିଲା କ'ଣ ନା ଛ ସ୍ଥାନରେ ଦ୍ୱିତୀୟ ଛ ହେଇଗଲା। ପରିଚ୍ଛେଦ ଛଟା ହେଉଛି ପ୍ରଥମ ଛ, ତାପରେ ସନ୍ଧି ଶବ୍ଦ ହେଇଗଲା ପରେ ହେଇଯିବ ପରିଚ୍ଛେଦ, ଦ୍ୱିତୀୟ ଛ ଆସିଗଲା। ସେମିତି ଅନୁଚ୍ଛେଦ ହେଲା, ଅବଚ୍ଛେଦ ହେଲା। ଅନ୍ତଃସ୍ଥିତ ବର୍ଣ୍ଣରେ ହର୍ଷ ରହିଛି ଅନୁ, ଅନୁ ନରେ ହର୍ଷ ରହିଛି ହର୍ଷ ସ୍ୱର। ଅବ ବରେ ଅ ରହିଛି। ବିକଳ୍ପ ଆସିଲା ଯେଉଁଠାରେ ବର୍ଣ୍ଣର ଏକାଧିକ ରୂପର ସମ୍ଭାବନା ଥାଏ ଏବଂ ଯେକୌଣସି ରୂପ ଗ୍ରହଣ କଲେ ତାହା ଠିକ୍ ହୁଏ, ତାହାକୁ ବିକଳ୍ପ କହନ୍ତି। ଓଡ଼ିଆରେ ବା କିମ୍ବା ପ୍ରଭୃତି ଅବ୍ୟୟପଦ ପ୍ରୟୋଗରେ ବିକଳ୍ପ ସୂଚିତ ହୁଏ। ଯଥା ଦିକ୍ ଯୁକ୍ତ ନାଗ ସମାନ ଦିଗ୍ ନାଗ ବା ଦିଙ୍ଗ୍ ନାଗ। ଷଟ୍ ଯୁକ୍ତ ମାସ ଷଡ଼୍ ମାସ ବା ଷଣ୍ ମାସ। ତାପରେ ଆସିଲା ବିସର୍ଗ ସନ୍ଧି। ବିସର୍ଗ ସହିତ ସ୍ୱରବର୍ଣ୍ଣ କିମ୍ବା ବ୍ୟଞ୍ଜନ ବର୍ଣ୍ଣର ମିଳନକୁ ବିସର୍ଗ ସନ୍ଧି କହନ୍ତି। ବିସର୍ଗ ଥିବ ତା ସହିତ ସ୍ୱରବର୍ଣ୍ଣ କିମ୍ବା ବ୍ୟଞ୍ଜନ ବର୍ଣ୍ଣ ଯଦି ଯୁକ୍ତ ହେଲା, ତାହେଲେ ସେହି ସନ୍ଧିକୁ ଆମେ କେଉଁ ସନ୍ଧି କହିବା? ବିସର୍ଗ ସନ୍ଧି। ମୂଳ ଆକାର ଭେଦରେ ବିସର୍ଗ ଦୁଇ ପ୍ରକାର ହୋଇପାରେ। ଯଥା କ'ଣ? ର ଜାତ ବିସର୍ଗ ଆଉ ସ ଜାତ ବିସର୍ଗ।
ପଦର ଅନ୍ତଃସ୍ଥିତ ର ଓ ସ ସ୍ଥାନରେ ବିସର୍ଗ ହୋଇଥାଏ। ଅନ୍ତରେ ମାନେ ଶେଷରେ, ପଦର ଶେଷରେ ଯଦି ର ଆଉ ସ ଥିବ ତାହେଲେ ତାହା ବିସର୍ଗ ବୋଲି ଉଚ୍ଚାରିତ ହେବ। ର ଜାତ ଦେଖିଦେବା। ନିର୍, ନିର୍ ର ରହିଲା ଅନ୍ତରେ ଶେଷରେ, ତାହା ନ ହର୍ଷେଇ ବିସର୍ଗ ବୋଲି ପଢ଼ାଯାଇ ପାରିବ। ଦୁରେ ଦୁଃ, ଅନ୍ତରେ ଅନ୍ତଃ, ପୁନରେ ପୁନଃ। ସ ଜାତରେ ତେଜସ୍, ତେଜସର ତେଜଃ, ମନସ୍ର ମନଃ, ଯଶସ୍ର ଯଶଃ। ଯେଉଁ ପଦର ଅନ୍ତଃସ୍ଥିତ ର ପରିବର୍ତ୍ତେ ବିସର୍ଗ ବ୍ୟବହୃତ ହୋଇଥାଏ ତାକୁ ର ଜାତ ବିସର୍ଗ ଏବଂ ଯେଉଁ ପଦର ଅନ୍ତଃସ୍ଥିତ ଦନ୍ତ୍ୟ ସ ପରିବର୍ତ୍ତେ ବିସର୍ଗ ବ୍ୟବହୃତ ହୁଏ ତାହେଲେ ତାକୁ କ'ଣ କୁହାଯିବ? ସ ଜାତ ବିସର୍ଗ। ଦୁଃ ଯୁକ୍ତ ଚିନ୍ତା ସମାନ ଦୁଶ୍ଚିନ୍ତା, ନିଃ ଯୁକ୍ତ ଚୟ ସମାନ ନିଶ୍ଚୟ, ନଭଃ ଯୁକ୍ତ ଚର ସମାନ ନଭଶ୍ଚର, ତପଃ ଯୁକ୍ତ ଚରଣ ସମାନ ତପଶ୍ଚରଣ, ଶିରଃ ଯୁକ୍ତ ଛେଦ ସମାନ ଶିରଶ୍ଛେଦ। ପଦର ଅନ୍ତଃସ୍ଥିତ ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ ତାଲବ୍ୟ ହୁଏ। ମନଃ ଯୁକ୍ତ ତାପ ସମାନ ମନସ୍ତାପ, ଇତଃ ଯୁକ୍ତ ତତଃ ସମାନ ଇତସ୍ତତଃ। ଏହାର ସୂତ୍ର କ'ଣ ରହିଲା? ବିସର୍ଗ ପରେ ତ ଥିଲେ ବିସର୍ଗ ସ୍ଥାନରେ ଦନ୍ତ୍ୟ ସ ହୁଏ। ମନଃ ଯୁକ୍ତ ତାପ, ବିସର୍ଗ ପରେ ତ ଆସିଲା, ତ ଆସିଲେ ତାର ଶବ୍ଦରେ ବିସର୍ଗ ସ୍ଥାନରେ ଦନ୍ତ୍ୟ ସ ହେଇଯିବ, ବିସର୍ଗ ଉଠିଯିବ। ମନଃ ଯୁକ୍ତ ତାପ ସମାନ ମନସ୍ତାପ, ଦନ୍ତ୍ୟ ସ ଆସିଗଲା। ମନସ ତ ଫଳ ଆକାର ତାପ, ମନସ୍ତାପ। ଏହିପରି ସୂତ୍ର ରହିଛି। ବିସର୍ଗ ଆଉ ଗୋଟେ ଆସିଲା ଧନୁ ଯୁକ୍ତ ଟଙ୍କାର ସମାନ ଧନୁ ଟଙ୍କାର। ବିସର୍ଗ ପରେ ଯଦି ଟ ରହିଲା ତାହେଲେ ତା ବିସର୍ଗ ସ୍ଥାନରେ ମୂର୍ଧନ୍ୟ ସ ହେବ, ବିସର୍ଗ ଉଠିଯାଇ ମୂର୍ଧନ୍ୟ ସ ବସିବ। ଧନୁଃ ବିସର୍ଗ ରହିଲା ପରେ ଟ ଆସିଲା, ଟ ଆସିବାରୁ ଶବ୍ଦରେ ହେଇଗଲା ଧନୁଷ୍ ଟଙ୍କାର, ବିସର୍ଗ ଉଠି ମୂର୍ଧନ୍ୟ ସ ଆସିଗଲା। ବାଚଃ ଯୁକ୍ତ ପତି ସମାନ ବାଚସ୍ପତି, ନମଃ ଯୁକ୍ତ କାର ସମାନ ନମସ୍କାର, ତିରଃ ଯୁକ୍ତ କାର ସମାନ ତିରସ୍କାର, ମନଃ ଯୁକ୍ତ କାମନା ସମାନ ମନସ୍କାମନା, ପୁରଃ ଯୁକ୍ତ କାର ସମାନ ପୁରସ୍କାର, ଶ୍ରେୟଃ ଯୁକ୍ତ କର ସମାନ ଶ୍ରେୟସ୍କର, ନିଃ ଯୁକ୍ତ ଫଳ ନିଷ୍ଫଳ, ଧନୁ ଯୁକ୍ତ ପାଣି ଧନୁଷ୍ପାଣି, ଆବିଃ ଯୁକ୍ତ କୃତ ଆବିଷ୍କୃତ, ନିଃ ଯୁକ୍ତ ପାପ ନିଷ୍ପାପ, ବହି ଯୁକ୍ତ କୃତ ବହିଷ୍କୃତ। ଏହାର ସୂତ୍ର ହେଉଛି ବିସର୍ଗ ପରେ କ, ପ କିମ୍ବା ଫ ଥିଲେ ଅନ୍ତଃସ୍ଥିତ ବିସର୍ଗ ସ୍ଥାନରେ ଦନ୍ତ୍ୟ ସ ହୁଏ ଆଉ କେତେକ ସ୍ଥଳରେ ଶତବିଧି ଅନୁଯାୟୀ ମୂର୍ଧନ୍ୟ ସ ହୁଏ। ନିଃ, ଆବିଃ, ବହିଃ, ଦୁଃ, ଚତୁଃ ଶବ୍ଦ ପରେ କ, ପ, ଫ ଥିଲେ ବିସର୍ଗ ସ୍ଥାନରେ ମୂର୍ଧନ୍ୟ ସ ହୁଏ। ଯେମିତି ଆସିଲା ନିଃ ଯୁକ୍ତ ଫଳ, ନିଃ ପରେ ଫ ଆସିଲା, ତାପରେ ବିସର୍ଗ ସ୍ଥାନରେ ମୂର୍ଧନ୍ୟ ସ ହୋଇଗଲା। ନିଷ୍ଫଳ, ମୂର୍ଧନ୍ୟ ସରେ ପ ଫ ପଳା ନିଷ୍ଫଳ। ନିଃ ପାପ ସେମିତି ନିଷ୍ପାପ ହୋଇଗଲା। ସେମିତି ନମଃ ଯୁକ୍ତ କାର ସମାନ ନମସ୍କାର, କ ଆସିଲା ବିସର୍ଗ ପରେ ନମଃ କାରରେ, କ ବିସର୍ଗ ମ ବିସର୍ଗ ପରେ କ ଆସିଲା, କ ଆସିବାରୁ ଅନ୍ତଃସ୍ଥିତ ବିସର୍ଗ ସ୍ଥାନରେ ଦନ୍ତ୍ୟ ସ ହୋଇଗଲା। ନମସ୍କାର, ଦନ୍ତ୍ୟ ସରେ କ ଫଳ ଆକାର ନମସ୍କାର। ତତଃ ଯୁକ୍ତ ଅଧିକ ସମାନ ତତୋଧିକ, ତପଃ ଯୁକ୍ତ ବନ ସମାନ ତପୋବନ, ମନଃ ଯୁକ୍ତ ରଞ୍ଜନ ସମାନ ମନୋରଞ୍ଜନ, ମନଃ ଯୁକ୍ତ ଗତ ସମାନ ମନୋଗତ, ମନଃ ଯୁକ୍ତ ଯୋଗ ସମାନ ମନୋଯୋଗ, ମନଃ ଯୁକ୍ତ ରଥ ସମାନ ମନୋରଥ। ସ ଜାତ ବିସର୍ଗ ପରେ ଅ,
କୌଣସି ବର୍ଗର ତୃତୀୟ ଚତୁର୍ଥ ପଞ୍ଚମ ବର୍ଣ୍ଣ କିମ୍ବା ଜରଳ ବହ ଥିଲେ ବିସର୍ଗ ଓ ତତ୍ ପୂର୍ବବର୍ତ୍ତୀ ଅକାର ମିଳି ଓ ହୁଏ। ଏହି ଓ ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଏ। ତତଃ ଯୁକ୍ତ ଅଧିକ। ତତଃ ବିସର୍ଗ ପରେ ଅ ଆସିଲା ଅଧିକ ଅ। କୌଣସି ବର୍ଗର ତୃତୀୟ ଚତୁର୍ଥ ପଞ୍ଚମ ବର୍ଣ୍ଣ ଯେମିତି ମନଃ ଯୁକ୍ତ ଗତ। ବିସର୍ଗ ପରେ ଗ ଆସିଛି କ ଖ ଗ ବର୍ଗର ତୃତୀୟ ବର୍ଣ୍ଣ ଗ କିମ୍ବା ମନଃ ଯୋଗ। ବିସର୍ଗ ପରେ ଜ ଆସିଲା। ଏଗୁଡ଼ାକ ଥିଲେ ବିସର୍ଗ ଆଉ ତତ୍ ପୂର୍ବବର୍ତ୍ତୀ ଅକାର ମିଶିକି ଓ ହୋଇଯାଏ। ବିସର୍ଗ ସହିତ ଅକାର ମିଶିଯାଏ, ମିଶିକି ତାହା ଓକାର ହୋଇଯାଏ। ଯେମିତି ତତଃ ଅଧିକ ତତୋଧିକ ତରେ ଓକାର ଆସିଗଲା। ମନଃ ଗତ ମନୋଗତ ନରେ ଓକାର ଆସିଗଲା। ମନଃ ଯୋଗ ମନୋଯୋଗ ନରେ ଓକାର ଆସିଗଲା। ପ୍ରଦତ୍ତ ଉଦାହରଣ ଗୁଡ଼ିକରେ ଯେତେ ବିସର୍ଗ ସବୁ ସଜାତ ବିସର୍ଗ। ଦେଖିବା ପୁନଃ ଯୁକ୍ତ ଅପି ସମାନ ପୁନରପି ପୁନର୍ଯୁକ୍ତ ଅପି। ଅନ୍ତଃ ଯୁକ୍ତ ଧାନ ସମାନ ଅନ୍ତର୍ଧାନ ବା ଦ୍ୱିତୀୟ ଧ ଧାନ ଅନ୍ତର୍ଧାନ। ସ୍ୱଃ ଯୁକ୍ତ ଗତ ସମାନ ସ୍ୱର୍ଗତ। ଅନ୍ତଃ ଯୁକ୍ତ ହିତ ସମାନ ଅନ୍ତର୍ହିତ। ପୁନଃ ଯୁକ୍ତ ଆଗମନ ସମାନ ପୁନରାଗମନ। ଅନ୍ତଃ ଯୁକ୍ତ ଆତ୍ମା ସମାନ ଅନ୍ତରାତ୍ମା। ଅନ୍ତଃ ଯୁକ୍ତ ଗତ ସମାନ ଅନ୍ତର୍ଗତ। ସ୍ୱରବର୍ଣ୍ଣ କୌଣସି ବର୍ଗର ତୃତୀୟ ଚତୁର୍ଥ ପଞ୍ଚମ ବର୍ଣ୍ଣ କିମ୍ବା ଜରଳ ବହ ପରେ ଥିଲେ ଅକାର ପରସ୍ଥିତ ର ଜାତ ବିସର୍ଗ ସ୍ଥାନରେ ର ହୁଏ। ପୁନଃ ଯୁକ୍ତ ଅପି ଯେପରି ପୁନରପି ହେଲା ର ହେଇଗଲା। ଅନ୍ତର୍ହିତ ସେ ର ଆସିଲା ପୁନରାଗମନ। ପୁନଃ ଆଗମନ ର ଆସିଗଲା ପୁନରାଗମନ ର ଆସିଗଲା। ଏହା ଥିଲା ସୂତ୍ର। ପ୍ରଦତ୍ତ ଉଦାହରଣ ଗୁଡ଼ିକରେ ଯେତେ ବିସର୍ଗ ସବୁ ର ଜାତ ବିସର୍ଗ। ଅନ୍ତର୍ହିତ ସ୍ୱର୍ଗତ ଏସବୁ ର ଜାତ ବିସର୍ଗ। ଅନ୍ତର୍ଧାନ ର ଜାତ ବିସର୍ଗ। ନିହି ଯୁକ୍ତ ଜନ ସମାନ ନିର୍ଜନ। ଦୁହୁ ଯୁକ୍ତ ଗତି ସମାନ ଦୁର୍ଗତି। ନିହି ଯୁକ୍ତ ଧନ ସମାନ ନିର୍ଧନ। ଦୁହୁ ଯୁକ୍ତ ଯୋଗ ସମାନ ଦୁର୍ଯୋଗ। ନିହି ଯୁକ୍ତ ଇକ୍ଷଣ ସମାନ ନିରୀକ୍ଷଣ। ନିହି ଯୁକ୍ତ ଆକାର ସମାନ ନିରାକାର। ଆୟୁ ଯୁକ୍ତ ବେଦ ଆୟୁର୍ବେଦ। ମୁହୁ ଯୁକ୍ତ ମୁହୁ ମୁହୁର୍ମୁହୁ। ନିହି ଯୁକ୍ତ ଲୋଭ ସମାନ ନିର୍ଲୋଭ। ନିହି ଯୁକ୍ତ ଦେଶ ସମାନ ନିର୍ଦେଶ। ଦୁ ଯୁକ୍ତ ଅବସ୍ଥା ସମାନ ଦୁରବସ୍ଥା। ବହି ଯୁକ୍ତ ଆବରଣ ବହିରାବରଣ। ସ୍ୱରବର୍ଣ୍ଣ ବର୍ଗର ତୃତୀୟ ଚତୁର୍ଥ ପଞ୍ଚମ ବର୍ଣ୍ଣ କିମ୍ବା ଜରଳ ବହ ପରେ ଥିଲେ ଅ ଭିନ୍ନ ଅନ୍ୟ ସ୍ୱରବର୍ଣ୍ଣର ଉପରସ୍ଥିତ ବିସର୍ଗ ସ୍ଥାନରେ ର ହୁଏ। ଏହି ର ସହିତ ପରବର୍ତ୍ତୀ ସ୍ୱରବର୍ଣ୍ଣ ଯୁକ୍ତ ହୁଏ କିମ୍ବା ଏହି ର ପରବର୍ତ୍ତୀ ବ୍ୟଞ୍ଜନ ବର୍ଣ୍ଣରେ ରେଫ ହୁଏ। ଏ ନିୟମଟା ତୁମେମାନେ ନିଜେ ପକାଇ ଦେଖିବ। ନିହି ଯୁକ୍ତ ରସ ସମାନ ନିରସ। ଧନୁ ଯୁକ୍ତ ରାଶି ସମାନ ଧନୁ ରାଶି। ନିହି ଯୁକ୍ତ ରୋଗ ସମାନ ନିରୋଗ। ଚକ୍ଷୁ ଯୁକ୍ତ ରୋଗ ସମାନ ଚକ୍ଷୁ ରୋଗ। ନିହି ଯୁକ୍ତ ରବ ସମାନ ନିରବ। ଜ୍ୟୋତି ଯୁକ୍ତ ରାଜି ଜ୍ୟୋତିରାଜି। ନିହି ଯୁକ୍ତ ରନ୍ଧ୍ର ନିରନ୍ଧ୍ର। ଏହାର ସୂତ୍ର କ'ଣ? ବିସର୍ଗ ପରେ ର ଥିଲେ ବିସର୍ଗ ଲୋପ ହୁଏ। ବିସର୍ଗର ପୂର୍ବବର୍ତ୍ତୀ ହର୍ଷ ସ୍ୱର ଦୀର୍ଘ ହୁଏ। ଅର୍ଥାତ୍ ଅ ସ୍ଥାନରେ ଆ ଇ ସ୍ଥାନରେ ଦୀର୍ଘ ଇ ହର୍ଷ ଉ ସ୍ଥାନରେ ଦୀର୍ଘ ଉ ହୁଏ। ଅତଃ ଯୁକ୍ତ ଏବ ସମାନ ଅତଏବ। ଅକାର ଭିନ୍ନ ଅନ୍ୟ ସ୍ୱରବର୍ଣ୍ଣ ପରେ ଥିଲେ ବିସର୍ଗର ଲୋପ ହୁଏ। ବିସର୍ଗ ସନ୍ଧି ନିୟମ ବହିର୍ଭୂତ କେତେକ ବ୍ୟତିକ୍ରମ ଦେଖିବା, ଯାହାକୁ ନିପାତନ କହନ୍ତି। ଆମେ ସ୍ୱରବର୍ଣ୍ଣରେ ଦେଖିଥିଲେ। ଏହି ନିୟମ ବାହାରେ ମଧ୍ୟ ଶବ୍ଦ ଗଠିତ ହୋଇପାରେ। ପତତ୍ ଯୁକ୍ତ ଅଞ୍ଜଳି ସମାନ ପତଞ୍ଜଳି। ବନ ଯୁକ୍ତ ପତି ସମାନ ବନସ୍ପତି। ହରି ଯୁକ୍ତ ଚନ୍ଦ୍ର ସମାନ ହରିଶ୍ଚନ୍ଦ୍ର। ବାର ଯୁକ୍ତ ବାର ବାରମ୍ବାର। ସମ୍ ଯୁକ୍ତ ରାଟ୍ ସମ୍ରାଟ। ଗୋପଦ ସମାନ ଗୋସ୍ପଦ। ତତ୍କର ତସ୍କର। ଆ ପଦ
ଆସ୍ପଦ ଏକଦଶ ଏକାଦଶ ଅହ ଅହ ଅହରହ ପର ପର ପରସ୍ପର ଷୋଡ଼ଶ ଷୋଡ଼ଶ। ଏହା ରହିଲା ବିସର୍ଗ ସନ୍ଧି ନିୟମ ବହିର୍ଭୂତ ଶବ୍ଦ। এই ভিডিওরে সন্ধির সবিশেষ আলোচনা କରାଗଲା। পরবর্তী ভিডিওরে ব্যাকরণ ଓଡ଼ିଆର ଅନ୍ୟ ପାର୍ଟ ସବୁ ଆଲୋଚନା କରିବା।